ଦୋଳ ପୂର୍ଣ୍ଣିମାରେ ଲାଗୁଛି ଚନ୍ଦ୍ରଗ୍ରହଣ। ଏ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ମାସ 3 ତାରିଖରେ ଲାଗିବ। ଏ ଚନ୍ଦ୍ରଗ୍ରହଣରେ ଆକ୍ଚୁଆଲି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍ ରହିଛି। ଏ ଚନ୍ଦ୍ରଗ୍ରହଣରେ ଯଦି ସନ୍ତାନ ଜନ୍ମ ହେବ ତାହେଲେ ଶୁଭ କି ଅଶୁଭ, କିଭଳି ହୋଇଥାଏ, ସେମାନଙ୍କର ସଭା ଭବିଷ୍ୟତ କ'ଣ ହୋଇଥାଏ, ଧାର୍ମିକ ଦୃଷ୍ଟିରୁ କ'ଣ ରହିଛି ଗୁରୁତ୍ୱପୂର୍ଣ୍ଣ ଖବର ଚାଲନ୍ତୁ ଜାଣିନେବା। ଏଇଟା ଧାର୍ମିକ ଦୃଷ୍ଟିରୁ ଏହା କୁହାଯାଇଛି, ଏହା ଉପରେ କୌଣସି ସାଇଣ୍ଟିଫିକ୍ ଇଏ ନାହିଁ। ଧାର୍ମିକ ଦୃଷ୍ଟିରୁ ଏହା ଉପରେ ରିସର୍ଚ୍ଚ କରାଯାଇକି ଯେଉଁମାନେ କହିଛନ୍ତି ଜ୍ୟୋତିଷ ଶାସ୍ତ୍ର ମାନେ, ସୂର୍ଯ୍ୟ ଗ୍ରହଣରେ ପିଲାମାନେ ଜନ୍ମ ହେଲେ କେମିତି ହେବେ, ଆଉ ଚନ୍ଦ୍ର ଗ୍ରହଣରେ କିପରି ହେବେ। ତ ଡିଫରେଣ୍ଟ କ'ଣ ରହୁଛି ସମସ୍ତେ ଜାଣିବା। ପ୍ରଥମେ ଯେହେତୁ ଚନ୍ଦ୍ରଗ୍ରହଣ ଆଗକୁ ଆସୁଛି ମାର୍ଚ୍ଚ ମାସ 3 ତାରିଖ, ତେଣୁ ଚନ୍ଦ୍ରଗ୍ରହଣରେ ପିଲା କିପରି ହୁଅନ୍ତି ଚାଲନ୍ତୁ ଜାଣିବା। ଦେଖନ୍ତୁ, ଧାର୍ମିକ ବିଶ୍ୱାସ ଅନୁସାରେ ଚନ୍ଦ୍ରଗ୍ରହଣ ଦିନ ଜନ୍ମିତ ପିଲାମାନେ ହୃଦୟରେ ସତ୍ୟବାନ ହୋଇଥାନ୍ତି। ଏପରି ପିଲାମାନେ ଛଳନାରୁ ମୁକ୍ତ ଥାନ୍ତି ଏବଂ ସିଧାସଳଖ ଏବଂ ସ୍ପଷ୍ଟ ଭାବରେ ନିଜକୁ ପ୍ରକାଶ କରିବାକୁ ପସନ୍ଦ କରିଥାନ୍ତି। ତଥାପି ସେମାନେ ସହଜରେ ଭାବପ୍ରବଣ ହୋଇଯାଆନ୍ତି, ଠିକ୍ ଅଛି, ଏବଂ ଛୋଟ ଛୋଟ କଥାରେ ସହଜରେ ଆଘାତ ପାଆନ୍ତି। ସେମାନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ ହେଉଛି ସେମାନେ ଯେକୌଣସି ସହାୟତା ବିନା ସେମାନଙ୍କର କ୍ୟାରିୟରରେ ଉଚ୍ଚ ପଦବୀ ହାସଲ କରନ୍ତି, ଯେଉଁକି ବହୁତ ଭଲ କଥା। ଏହା ବିଶ୍ୱାସ କରାଯାଏ ଯେ ଚନ୍ଦ୍ରଗ୍ରହଣ ଦିନ ଜନ୍ମିତ ପିଲାମାନଙ୍କର ସ୍ୱାସ୍ଥ୍ୟ ଖରାପ ରହେ। ସେମାନେ ବହୁତ କମ୍ ବୟସରେ ରୋଗର ଶିକାର ହୋଇଥାନ୍ତି। ବିଶେଷ କରି ସେମାନେ ମାନସିକ ଭାବରେ ଅସନ୍ତୁଷ୍ଟ ହୋଇଥାନ୍ତି। ତ ଯଦି ଏପରି ହେଉଛି, ଏମିତି ନୁହଁ କି ଗ୍ୟାରେଣ୍ଟି ନୁହେଁ, ଧାର୍ମିକ ଅନୁସାରେ ଏଇଟା ଗୋଟେ ହେଉଥାଏ ବୋଲି ଗୋଟେ କୁହାଯାଇଛି, ତାকে ଗୁରୁତ୍ୱର ସହିତ ନେବେନି। ଓକେ, ଯଦି ବି ଏଇଟା କିଛି ହେଉଛି, ନିୟମିତ ଭାବରେ ଭଗବାନ ଚନ୍ଦ୍ର ଏବଂ ଭଗବାନ ଶିବଙ୍କର ପୂଜା କରନ୍ତୁ। ସୋମବାର ଦିନ ଧଳା ରଙ୍ଗର ଜିନିଷ ଦାନ କରିବା ପାଇଁ ପରାମର୍ଶ ଦିଆଯାଉଛି। ଏଇଟା ଚନ୍ଦ୍ରଗ୍ରହଣ। ଆଉ ସୂର୍ଯ୍ୟ ପରାଗରେ ଧାର୍ମିକ ବିଶ୍ୱାସ ଅନୁସାରେ ସୂର୍ଯ୍ୟ ପରାଗ ଦିନ ଜନ୍ମିତ ପିଲାମାନେ ଆତ୍ମବିଶ୍ୱାସୀ, ନିର୍ଭୀକ, ଶକ୍ତିଶାଳୀ ହୋଇଥାନ୍ତି। ସେମାନେ କଷ୍ଟ ଦ୍ୱାରା ସହଜରେ ଭୟଭୀତ ହୁଅନ୍ତି ନାହିଁ, ବରଂ ପ୍ରତ୍ୟେକ ପରିସ୍ଥିତିକୁ ସାହସର ସହିତ ସାମ୍ନା କରନ୍ତି, କାରଣ ସୂର୍ଯ୍ୟ ଭଳି ସେମାନେ ତେଜସ୍ୱୀ ହୁଅନ୍ତି ବୋଲି ଧାର୍ମିକ ଶାସ୍ତ୍ର ଅନୁସାରେ କୁହାଯାଇଛି। ତେଣୁ ଏଇ ଥିଲା ଏକ ଅପଡେଟ୍। ଏଇଟା ଧାର୍ମିକ ଅନୁଯାୟୀ ଏଟାକୁ 100% ହେବ ବୋଲି ସେମିତି କିଛି ନାହିଁ। ଧାର୍ମିକ ଅନୁଯାୟୀ ଏକୁ ମନାଯାଇଥାଏ। ଯାହାକି ଥିଲା ଅପଡେଟ୍। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।